ମୋ ନାଁ ଡକ୍ଟର ସୁଭାଷିଷ ମହାପାତ୍ର। ମୁଁ ବ୍ଲକ ଭେଟେନାରୀ ଅଫିସର ଖଇରା। ଏବେକାର ଯୋଉ ପ୍ରାଣୀ ସମ୍ପଦ ବିକାଶ ବିଭାଗ ତରଫରୁ ଆପଣ କଣ ଯୋଜନା ଅଛି? ବର୍ତ୍ତମାନ ରାଜ୍ୟ ସରକାରଙ୍କ ତରଫରୁ ଲୋକ କଲ୍ୟାଣ ଭୂମିକି 3ଟି ମୁଖ୍ୟତଃ ଯୋଜନା ପ୍ରଣୟନ କରାଯାଇଛି, ଯେଉଁଗୁଡ଼ିକ ହେଲା ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା, ମୁଖ୍ୟମନ୍ତ୍ରୀ ପ୍ରାଣୀ ସମ୍ପଦ ସମୃଦ୍ଧି ଯୋଜନା ଏବଂ ମୁଖ୍ୟମନ୍ତ୍ରୀ ପ୍ରାଣୀ କଲ୍ୟାଣ ଯୋଜନା। ଏଇ ଯୋଉ ଯୋଜନା ଗୁଡ଼ିକ ରହିଲା, ଏଇଗୁଡ଼ିକ ହେଉଛି ମୁଖ୍ୟ ଯୋଜନା ଏବଂ ଏହାର ଅନ୍ତର୍ଗତ ବହୁତ ଛୋଟ ଛୋଟ ଗୁଡ଼ିଏ ଯୋଜନା କାର୍ଯ୍ୟ କରୁଛି। ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଅନ୍ତର୍ଗତ ବିଭିନ୍ନ ଛୋଟ ଛୋଟ ଯୋଜନା ଯେମିତି ଗୋ ପାଳନ, ମଇଁଷି ପାଳନ, ଇନ୍ସୁରାନ୍ସ ବା ଗାଈର ବୀମାକରଣ, ବାଛୁରୀଙ୍କର ଉପଯୁକ୍ତ ଲାଳନ ପାଳନ ପାଇଁ FCRF ଏବଂ ଗାଈକୁ ଉପଯୁକ୍ତ ଖାଦ୍ୟ ଯୋଗାଇବା ପାଇଁ ଫଡର ଏଣ୍ଟରପ୍ରେନ୍ୟରସିପ୍ ଡେଭଲପମେଣ୍ଟ ସ୍କିମ୍ ବା ତୃଣ ଉନ୍ନୟନ କାର୍ଯ୍ୟକ୍ରମ ଇତ୍ୟାଦି ଜାରି ରହିଛି। ଏବଂ ମୁଖ୍ୟମନ୍ତ୍ରୀ ପ୍ରାଣୀ ସମ୍ପଦ ସମୃଦ୍ଧି ଯୋଜନା ଅନ୍ତର୍ଗତ ମାଂସ ଏବଂ ଅଣ୍ଡାର ଉତ୍ପାଦନ ବଢ଼ାଇବା ପାଇଁ ଛେଳିମାନଙ୍କର ବିକାଶ କରିବା ପାଇଁ 10+1 ମାଇ ଯୁକ୍ତ ଅଣ୍ଡା ଛେଳି ଯୋଜନା, 30 ମାଇ 2 ବୋଦା ର ଗୋଟିଏ ଯୋଜନା ଏବଂ 2025 3000 ପର୍ଯ୍ୟନ୍ତ ବ୍ରଏଲର ଯୋଜନା ଏବଂ 1000 ଲେୟରରୁ ଆରମ୍ଭ କରିକି 5000 ପର୍ଯ୍ୟନ୍ତ ଲେୟର ଯୋଜନା ତଥା 1000 ବତକ ପାଳନ ଯୋଜନା କାମ କରୁଅଛି। ତଥା ମୁଖ୍ୟମନ୍ତ୍ରୀ ପ୍ରାଣୀ କଲ୍ୟାଣ ଯୋଜନା ଅନ୍ତର୍ଭୁକ୍ତ ଗୋଶାଳା ତିଆରି କିମ୍ବା ଗୋଶାଳାର ଏକ୍ସପାନସନ ବା ବର୍ଦ୍ଧିକରଣ ପାଇଁ ସରକାରୀ ସହାୟତା ଯୋଗାଇ ଦିଆଯାଉଛି। ତଥା ନିରାଶ୍ରିତ ଏବଂ ବୁଲା ଗୋରୁ ଗାଈଙ୍କୁ ଆଶ୍ରୟସ୍ଥଳୀ ବା ଗୋଶାଳାରେ ରଖିବା ପାଇଁ ମଧ୍ୟ ସରକାରଙ୍କ ତରଫରୁ ଖାଦ୍ୟ ଖର୍ଚ୍ଚ ହିସାବରେ ବର୍ଷକୁ ବର୍ଷ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରାଯାଉଛି। ଏଇସବୁ ଯୋଜନାକୁ ଚାଷୀମାନେ ଗୋ ସୁଗମ ପୋର୍ଟାଲରେ ନିଜ ଘରେ ବସି କିମ୍ବା ଏକ ସାଇବର କ୍ୟାଫେ କିମ୍ବା ଜନସେବା କେନ୍ଦ୍ର ଇତ୍ୟାଦିରେ ମଧ୍ୟ ଆବେଦନ କରିପାରିବେ।